ସମସ୍ତଙ୍କୁ ଓଁ ସାଇରାମ। ଆଶା କରୁଛି ବାବାଙ୍କର ଆଶୀର୍ବାଦରୁ ସମସ୍ତେ ବହୁତ ଭଲ ଭାବରେ ଥିବେ। ଚାଲନ୍ତୁ ଆଜି ଶୁଣିବା ଘରର ସମସ୍ୟା ଦୂର କରିବା ପାଇଁ ସୁନ୍ଦର ଟିପ୍ସ। ତାପରେ ଶୁଣିବା ଗୋମାତା ବିଷୟରେ କିଛି ଜାଣିବା। ଯଦି ସମୟ ହେବ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଶୁଣନ୍ତୁ। ଯଦି ପସନ୍ଦ ଆସିବ ତାହେଲେ ସବସ୍କ୍ରାଇବକୁ ଟଚ୍ କରିକି ବେଲ୍ ଆଇକନ୍କୁ ଟଚ୍ କରିଦିଅନ୍ତୁ, କାହିଁକିନା ମୁଁ ଯାହା ବି ଭିଡ଼ିଓ ଅପଲୋଡ଼ କରିବି ସେସବୁର ନୋଟିଫିକେସନ୍ ଆପଣମାନଙ୍କ ପାଖକୁ ପହଞ୍ଚିଯିବ ଆଉ ଆପଣମାନେ ଦେଖିପାରିବେ, ଶୁଣିପାରିବେ। ତାହେଲେ ଚାଲନ୍ତୁ ପ୍ରଥମେ ଶୁଣିବା। ଈଶ୍ୱରଙ୍କ ପ୍ରତ୍ୟେକ ନିଷ୍ପତ୍ତିକୁ ଖୁସିରେ ଗ୍ରହଣ କର, କାରଣ ଯାହା ତୁମକୁ ଭଲ ଲାଗିଥାଏ ଈଶ୍ୱର ତାହା ଦିଅନ୍ତି ନାହିଁ, କିନ୍ତୁ ଯାହା ତୁମ ପାଇଁ ଭଲ ହୋଇଥାଏ ଈଶ୍ୱର ତାହା ହିଁ ଦିଅନ୍ତି। ମଣିଷ ନିଜ ଭୁଲ କେବଳ ସେତେବେଳେ ହିଁ ବୁଝିପାରେ ଯେତେବେଳେ ଗୋଟିଏ ଭୁଲ ଯୋଗୁଁ ସେ ଅନେକ କିଛି ହରାଇ ଦିଏ। କିଛି ଲୋକ କହିଥାନ୍ତି ସ୍ତ୍ରୀ ବହୁତ ଟେନସନ୍ ଦେଉଛି, କିନ୍ତୁ ଏହି କଥା କେହି ବି କହୁନାହାନ୍ତି ଶେଷ ସମୟରେ ସେହି ସ୍ତ୍ରୀ ହିଁ ସବୁବେଳେ ପାଖରେ ରହିବ। ଖୁସିରେ ରହିବା ପାଇଁ ମଣିଷ ଭିତରେ ଏହି ଦୁଇଟି ଜିନିଷ ରହିବା ବହୁତ ଜରୁରୀ। ପ୍ରଥମେ ହେଲା ସହିବା ଓ ଶୁଣିବାର ଶକ୍ତି। ଦ୍ୱିତୀୟରେ ହେଲା ବୁଝିବା ଆଉ ବୁଝେଇବାର ଶକ୍ତି। ଚାଲନ୍ତୁ ଶୁଣିବା ଆଜି ଗୋମାତାଙ୍କର ବିଷୟରେ କିଛି। ଗୋମାତାଙ୍କ ଶରୀରରେ 33 କୋଟି ଦେବୀ ଦେବତା ରହିଥାନ୍ତି। ଗୋମାତାଙ୍କୁ ଆମେ କିପରି ଭାବରେ ଦର୍ଶନ କଲେ ଆମକୁ ରୋଗ ଦାଉରୁ ମୁକ୍ତି ମିଳିଥାଏ, ଆମେ ପୁଣ୍ୟ ଅର୍ଜନ କରିଥାଉ, କିପରି ଧର୍ମ ଅର୍ଜନ କରିଥାଉ, ଚାଲନ୍ତୁ ଶୁଣିବା। ଧର୍ମ ବାମପଟ ପଛପଟ ଗୋଡ଼ ସମସ୍ତ ପାପରୁ ଆମକୁ ମୁକ୍ତି ଦେଇଥାଏ। କାମ ଆଗପଟ ଡାହାଣ ପଟ ଗୋଡ଼ ମନସ୍କାମନା ଆମର ପୂର୍ଣ୍ଣ କରିଥାଏ। ମୋକ୍ଷ ଆଗପଟ ବାମ ଗୋଡ଼ ଶାରୀରିକ ପୀଡ଼ା ଏବଂ ରୋଗରୁ ଆମକୁ ମୁକ୍ତି ଦେଇଥାଏ। ଋଣରୁ ମୁକ୍ତି ପାଇବା ପାଇଁ ଡାହାଣ ପଟ ଆଉ ପଛ ଗୋଡ଼କୁ ଦର୍ଶନ କରନ୍ତୁ। ଲାଞ୍ଜରେ ହନୁମାନଙ୍କ ଦାସ ଲାଞ୍ଜରେ ଝାଡ଼ିଦେଲେ ସମସ୍ତ ଦୃଷ୍ଟି ନଜର ଛାଡ଼ି ଯାଇଥାଏ। ଦୁଇ ସିଂହ ବାମରେ ବ୍ରହ୍ମା, ଡାହାଣରେ ବିଷ୍ଣୁ। ସିଂହରେ ତେଲ ଲଗାଇଲେ ଶାରୀରିକ ପୀଡ଼ା ଓ ପରିବାରର କଳହ ଦୂର ହୋଇଥାଏ। ଲଲାଟ କପାଳରେ ହଳଦୀ ଚନ୍ଦନ ବୋଲି ମଥାରେ ଲଗାଇଲେ ଭୂତ ପ୍ରେତ ପାଖକୁ ଆସିନଥାନ୍ତି। ଗୋମାତା ଘର ଭିତରେ ବୁଲି ଆସିଲେ ଘରେ କୌଣସି ଗୋମାତାଙ୍କ ଲାଳରେ ଅଶ୍ୱିନୀ ଓ କୁମାର ଦେବଙ୍କ ଦାସଙ୍କ, ଯାହାକି ସମସ୍ତ ରୋଗର ପ୍ରତିରୋଧକ ସାଜିଥାଏ। ଗୋବର ଶତକଡ଼ା 50 ଗ୍ରାମ ଗୋବର ଆଉ ଶତକଡ଼ା 50 ଗ୍ରାମ ହଳଦୀ ମିଶାଇ ଶରୀରରେ ଲଗାଇଲେ ସମସ୍ତ ଚର୍ମରୋଗ ଭଲ ହୋଇଥାଏ। ଆଣବିକ ବିକରଣରୁ ଘରକୁ ରକ୍ଷା କରିଥାଏ ଏବଂ ପ୍ରକୃତି ତାପ ନିୟନ୍ତ୍ରଣ କରିଥାଏ। ଗୋମୂତ୍ର ସକାଳର ପ୍ରଥମ ଗୋମୂତ୍ର ପାନ କଲେ ହୃଦଘାତ, ରକ୍ତଚାପ, କିଡନୀ ରୋଗର ନିରାକରଣ କରିଥାଏ। ଦୁଗ୍ଧ କଞ୍ଚା କ୍ଷୀର ସହିତ କିଛି ପାଣି ମିଶାଇ ପିଲାଙ୍କୁ ଦେଲେ କୁପୋଷଣରୁ ରକ୍ଷା ଓ ଭିଟାମିନ୍ ଡି କେବଳ ଦୁଗ୍ଧରୁ ହିଁ ମିଳିଥାଏ। କଞ୍ଚା କ୍ଷୀର କେଶରେ ଲଗାଇଲେ କୁପି ଓ କେଶଝଡ଼ାରୁ ମୁକ୍ତି ମିଳିଥାଏ। ଘର ଦୁଆର ମୁହଁରେ ଗୋବର ଥିଲେ ସର୍ବ କାର୍ଯ୍ୟରେ ସିଦ୍ଧି। ଘରେ ଲକ୍ଷ୍ମୀ ବାସ କରିଥାନ୍ତି ଏବଂ ନକାରାତ୍ମକ ଶକ୍ତି ଘରେ ପ୍ରବେଶ କରି ପାରନ୍ତି ନାହିଁ। ଚାଲନ୍ତୁ ଏବେ ଶୁଣିବା ଘରର ସମସ୍ୟା କିପରି ଦୂର କରିବା। ରାତିରେ ଶୋଇବା ପୂର୍ବରୁ ଯଦି ଏକ ରୂପା ପାତ୍ରରେ ଲବଙ୍ଗକୁ କର୍ପୂର ସହିତ ଜଳାଯାଏ, ତେବେ ଘରେ ଅର୍ଥର ଅଭାବ କେବେ ବି ହେବ ନାହିଁ। ଯଦି ଆପଣଙ୍କ ଘରେ କେହି ଅସୁସ୍ଥ ଅଛନ୍ତି କିମ୍ବା କେହି ଅସୁସ୍ଥ ଅନୁଭବ କରୁଛନ୍ତି, ତେବେ ଏହି ରୋଗରୁ ମୁକ୍ତି ପାଇବା ପାଇଁ ଲବଙ୍ଗ ଜଳାନ୍ତୁ। ଘରେ ଅଶାନ୍ତି ରହୁଥିଲେ, ପରିବାରରେ କଳହ ହେଉଥିଲେ, ମଙ୍ଗଳବାର ଦିନ ହନୁମାନ ମନ୍ଦିରକୁ ଯାଇ 5ଟି ଲବଙ୍ଗ ଓ କର୍ପୂର
ଲଗାନ୍ତୁ। ଯଦି ଚାକିରିରେ ସଫଳତା ପାଇବାକୁ ଚାହୁଁଛନ୍ତି ତେବେ ଘରେ ଲବଙ୍ଗ ଜଳାନ୍ତୁ। ଏହା ଚାକିରି ପାଇବା ପାଇଁ ବାଟ ଖୋଲିଥାଏ। ଯଦି ମାନସିକ ସନ୍ତୁଷ୍ଟି ପାଇବାକୁ ଚାହୁଁଛନ୍ତି ତେବେ ଘରେ ଲବଙ୍ଗ ଜଳାଇଲେ ଏହି ଇଚ୍ଛା ପୂରଣ ହୋଇଥାଏ। ଯଦି ଆପଣଙ୍କୁ ସନ୍ଦେହ ହେଉଛି ଯେ ଆପଣଙ୍କ ପ୍ରତି କିମ୍ବା ଆପଣଙ୍କର ଘର ପ୍ରତି ଖରାପ ନଜର ପଡ଼ିଛି ତେବେ ଆପଣ ଲବଙ୍ଗ ଧୂଆଁ କରନ୍ତୁ। ଆପେ ଆପେ ସବୁ ସମସ୍ୟାର ସମାଧାନ ହୋଇଯିବ। ନିଜକୁ ସବୁବେଳେ ଶାନ୍ତ ରଖିବାକୁ ଚେଷ୍ଟା କର, କାହିଁକିନା ଲୁହା ଥଣ୍ଡା ଥିବା ଅବସ୍ଥାରେ ଅଧିକ ମଜବୁତ ହୋଇଥାଏ। ଗରମ ହେବା ପରେ ତ ତାକୁ ଯେ କୌଣସି ଆକାରରେ ରୂପ ଦିଆଯାଇପାରେ। କିଛି ସମ୍ପର୍କ ମିଛ କହିଲେ ଭାଙ୍ଗି ନାହିଁ, ଓଲଟା ସତ କହିଲେ ଭାଙ୍ଗିଥାଏ। କାହିଁକିନା ସମସ୍ତେ ମିଛର ଆଶ୍ରୟ ନେଇପାରନ୍ତି କିନ୍ତୁ ସତକୁ ସାମ୍ନା କରିବାର ଶକ୍ତି ସମସ୍ତଙ୍କର ପାଖରେ ନଥାଏ। ଯେକୌଣସି ସମସ୍ୟା ହେଉନା କାହିଁକି ଡେରିରେ ହେବ କିନ୍ତୁ ଠିକ୍ ହେବ। ମନେ ରଖ, ତୁମ ସମୟଟା ଖରାପ, ତୁମ ଜୀବନଟା ନୁହେଁ। ଟିକେ ଅପେକ୍ଷା କର, ସମୟ ସବୁକିଛି ଫେରାଇ ଦେବ। ଦୁନିଆରେ ସମସ୍ତଙ୍କ ପାଇଁ ଭଲ ଚିନ୍ତା କଲେ ବି ତୁମେ ସମସ୍ତଙ୍କଠାରେ ଭଲ ହୋଇପାରିବ ନାହିଁ। କାହିଁକିନା ସମସ୍ତ ଜାଗାରେ ସବୁ ଲୋକ ସମାନ ନଥାନ୍ତି। ଏ ଦୁନିଆରେ କେହି ଭଲରେ ରହିବାକୁ ଦେବେନି, କାରଣ ଏଠି ଏମିତି କିଛି ଲୋକ ଅଛନ୍ତି ଅନ୍ୟର ଭଲ ଅପେକ୍ଷା ଖରାପ ବେଶୀ ଚିନ୍ତା କରନ୍ତି। ସତରେ ଏକା ଏକା ବଞ୍ଚିବାର ବହୁତ ମଜା ଥାଏ। ନା କାହାକୁ ହରାଇବାର ଦୁଃଖ ଥାଏ ନା କାହାକୁ ପାଇବାର ଆଶା। କାହାକୁ କିଛି କହିବା ପୂର୍ବରୁ ସତର୍କ ରୁହନ୍ତୁ, କାରଣ ଆଜି ଯିଏ ବନ୍ଧୁ କାଲି ସିଏ ଶତ୍ରୁରେ ପରିଣତ ହୋଇପାରେ। ସନ୍ଦେହ ଓ ଅବିଶ୍ୱାସ ମଣିଷକୁ ସବୁ ସମ୍ପର୍କରୁ ଦୂରକୁ ନେଇଯାଏ। ତେଣୁ କୌଣସି କଥାରେ ସତ୍ୟତା ନ ଜାଣି କାହାକୁ ସନ୍ଦେହ କିମ୍ବା ଅବିଶ୍ୱାସ କରିବା ଠିକ୍ ନୁହେଁ। ମଣିଷର ଅସଲ ଚରିତ୍ର ଯେବେ ସାମ୍ନାକୁ ଆସିଥାଏ ତେବେ ସେ ନିଶାରେ ଥାଏ। ସେ ନିଶା ଧନର ହୋଇଥାଉ କି ନିଶା ପଦର ହୋଇଥାଉ ନା ମଦର ନିଶା ହୋଇଥାଉ। ମଣିଷ ବିନା ମୁହୂର୍ତ୍ତ ଦେଖି ଜନ୍ମ ନେଇଥାଏ, ବିନା ମୁହୂର୍ତ୍ତ ଦେଖି ମୃତ୍ୟୁ ବି ହୋଇଥାଏ। ତଥାପି ସାରା ଜୀବନ କିଛି କରିବା ପାଇଁ ଶୁଭ ମୁହୂର୍ତ୍ତ ପଛରେ ପଡ଼ିଥାଏ। ଯଦି ଆଜିର ଭିଡ଼ିଓ ଆପଣମାନଙ୍କୁ ପସନ୍ଦ ଆସିଲା ତାହେଲେ ସବସ୍କ୍ରାଇବକୁ ଟଚ୍ କରିକି ବେଲ୍ ଆଇକନକୁ ଟଚ୍ କରନ୍ତୁ, କାହିଁକିନା ମୁଁ ଯାହା ବି ଭିଡ଼ିଓ ଅପଲୋଡ଼ କରିବି ସେସବୁର ନୋଟିଫିକେସନ୍ ଆପଣମାନଙ୍କ ପାଖକୁ ପହଞ୍ଚି ପାରିବ ଆଉ ଆପଣମାନେ ଦେଖିପାରିବେ, ଶୁଣିପାରିବେ। ତାହେଲେ ରହୁଛି। ଓଁ ସାଇରାମ। ଜୟ